ଆଉ ନାହାନ୍ତି ଗୁରୁ ଗୋପୀନାଥ ମହାନ୍ତି। ଆରପାରିରେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡ଼ିଶୀ ସଙ୍ଗୀତ ଗୁରୁ ଗୋପୀନାଥ ମହାନ୍ତି କଟକ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ହୋଇଥିବା ବେଳେ ଗତକାଲି ପ୍ରାତଃ 4:30 ସମୟରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକଙ୍କଠାରୁ ସୂଚନା ମିଳିଛି। ଗୁରୁ ଗୋପୀନାଥ ମହାନ୍ତି ଅନେକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଚକୁଳିଆ ପଣ୍ଡା ଗୀତଟି ବେଶ୍ ଲୋକପ୍ରିୟ ହାସଲ କରିଥିଲା। ଗୁରୁ ଗୋପୀନାଥ ମହାନ୍ତି କଟକ ସାରଳା ସଙ୍ଗୀତ କଳାକେନ୍ଦ୍ରରେ ଅଧ୍ୟକ୍ଷତା କରୁଥିବା ବେଳେ ଗୁରୁ ଗୋପୀନାଥ ମହାନ୍ତିଙ୍କ ମୃତ୍ୟୁ ପରେ ଓଡ଼ିଶା ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣ ଚର୍ଚ୍ଚା ହେଉଛି। କଟକ ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତି ସମ୍ପନ୍ନ ହୋଇଛି। ଧୂପ କାଟିଲ।